ବ୍ୟକ୍ତିଙ୍କର ଏହି ତିନୋଟି ଜିନିଷ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଥରେ ନାରଦ ମୁନି ଯମରାଜଙ୍କୁ ଭେଟିବା ପାଇଁ ଯମଲୋକକୁ ଆସନ୍ତି। ନାରଦଙ୍କୁ ଦେଖି ଯମରାଜ ବହୁତ ଖୁସି ହୁଅନ୍ତି ଏବଂ ତାଙ୍କର ବହୁତ ଭଲ ଭାବରେ ସ୍ୱାଗତ ସତ୍କାର କରନ୍ତି। ତାପରେ ସେ ନାରଦଙ୍କୁ ପଚାରନ୍ତି, ମୁନିବର, ଆପଣ ଯମଲୋକ ଆସିବା ଦ୍ୱାରା ମୁଁ ଧନ୍ୟ ହୋଇଗଲି। ମୋତେ ଆପଣଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଛି। ଦୟାକରି ମୋତେ କୁହନ୍ତୁ, ଆଜି ଆପଣଙ୍କର ଯମଲୋକକୁ ଆସିବାର ଉଦ୍ଦେଶ୍ୟ କ'ଣ? କିଛି ଗୁରୁତ୍ୱପୂର୍ଣ୍ଣ କାରଣ ନିଶ୍ଚୟ ଥିବ ବା କିଛି ବାର୍ତ୍ତା ନେଇ ଆସିଛନ୍ତି। ତାପରେ ଦେବର୍ଷି ନାରଦ କହିଲେ, ହେ ଧର୍ମରାଜ, ସ୍ୱର୍ଗରୁ ମର୍ତ୍ତ୍ୟ ପର୍ଯ୍ୟନ୍ତ ସବୁ ପ୍ରାଣୀ ମନୁଷ୍ୟଙ୍କ ମନରେ କ'ଣ ଅଛି, ଆପଣଙ୍କୁ କ'ଣ ଲୁଚି ରହିଛି, ମୁଁ ଆପଣଙ୍କୁ ଆଉ କ'ଣ ବା କହିବି? ଏହା ଶୁଣି ଧର୍ମରାଜ କହିଲେ, କିନ୍ତୁ ଆପଣଙ୍କ ମନରେ କ'ଣ ଅଛି ତାହା ଜାଣିବା ମୋ ପାଇଁ ଅସମ୍ଭବ। ତାହାର କେବଳ ଭଗବାନ ବିଷ୍ଣୁ ହିଁ କହିପାରିବେ। ଆପଣଙ୍କ ମନରେ ତ ବହୁତ ଚଞ୍ଚଳ, ତେଣୁ ଆପଣଙ୍କ ମନର କଥା ଜାଣିବା ଦୁଃସାହସ ମୁଁ କରିବି ନାହିଁ। ଦୟାକରି ଆପଣଙ୍କ ମନରେ ଯାହା ଅଛି ଆପଣ ବିନା ଦ୍ୱିଧାରେ କୁହନ୍ତୁ। ତାପରେ ଦେବର୍ଷି ନାରଦ କୁହନ୍ତି, ହେ ଧର୍ମରାଜ, ମୁଁ କୌଣସି ବାର୍ତ୍ତା ନେଇ ଆପଣଙ୍କ ନିକଟକୁ ଆସିନାହିଁ। ମୋ ମନରେ କିଛି ପ୍ରଶ୍ନ ଅଛି ଯାହା ମୁଁ ଆପଣଙ୍କୁ ପଚାରିବାକୁ ଆସିଛି। କେବଳ ସମଗ୍ର ମାନବ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ପାଖକୁ ଆସିଛି। ଦୟାକରି ମୋର ସନ୍ଦେହ ଦୂର କରନ୍ତୁ। ଏହା ଶୁଣି ଯମରାଜ କହନ୍ତି, ହେ ଦେବ, ଆପଣଙ୍କ ମନରେ ଯାହା ବି ଦ୍ୱନ୍ଦ୍ୱ ବା କୌଣସି ପ୍ରଶ୍ନ କିମ୍ବା ସନ୍ଦେହ ଅଛି ଆପଣ ନିସଙ୍କୋଚରେ ପଚାରି ପାରନ୍ତି। ମୁଁ ନିଶ୍ଚିତ ଭାବରେ ନିଜର ସାମର୍ଥ୍ୟ ଅନୁଯାୟୀ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବି। ତାପରେ ଦେବର୍ଷି ନାରଦ କହନ୍ତି, ହେ ଧର୍ମରାଜ, ମୋର ପ୍ରଶ୍ନ ବହୁତ ଗମ୍ଭୀର ନୁହଁ, ଏହା ବହୁତ ସରଳ। ଆପଣ ତ ମୃତ୍ୟୁର ଦେବତା, ସେଥିପାଇଁ ଆପଣଙ୍କ ବ୍ୟତୀତ ଆଉ କେହି ଏ ପ୍ରଶ୍ନର ଉତ୍ତର ଦେଇପାରିବ? ଧର୍ମରାଜ, ମୋର ପ୍ରଶ୍ନ ହେଉଛି, ଯେକୌଣସି ମନୁଷ୍ୟ ଯେତେବେଳେ ମୃତ୍ୟୁକୁ ପ୍ରାପ୍ତ ହୁଏ, ଯେତେବେଳେ କେଉଁ ବସ୍ତୁ ସାଙ୍ଗରେ ନେଇଯାଏ ଏବଂ ତାହାର ଛାଡ଼ିବା କେଉଁ କେଉଁ ବସ୍ତୁ ଅନ୍ୟ ମନୁଷ୍ୟମାନେ ବ୍ୟବହାର କରିବା ଉଚିତ ନୁହେଁ? ଏହା ଶୁଣି ଧର୍ମରାଜ କହିଲେ, ଦେବର୍ଷି, ଆପଣ ସଠିକ୍ ପ୍ରଶ୍ନ ପଚାରିଛନ୍ତି। ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ମୁଁ ଆପଣଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ଦେବି। କିନ୍ତୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ମୁଁ ଆପଣଙ୍କୁ ଏକ ସୁନ୍ଦର କାହାଣୀ କହିବି। ଏହି କାହାଣୀ ଶୁଣିବା ପରେ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ। ଆପଣ ଏହି କାହାଣୀକୁ ଧ୍ୟାନର ସହ ଶୁଣନ୍ତୁ। ଦେବର୍ଷି କୁହନ୍ତି, ହେ ଧର୍ମରାଜ, ଠିକ୍ ଅଛି, ମୁଁ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଧ୍ୟାନର ସହିତ କାହାଣୀ ଶୁଣିବି। ଆପଣ ମୋତେ ସେହି ପବିତ୍ର କାହାଣୀ କୁହନ୍ତୁ। ଧର୍ମରାଜ କହନ୍ତି, ଏ ଦେଶରେ ଦେବଶର୍ମା ନାମକ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ। ସେ ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ସମସ୍ତ ଶାସ୍ତ୍ରରେ ପାରଙ୍ଗମ ଥିଲେ। ସେ ବେଦ ଏବଂ ଶାସ୍ତ୍ରକୁ ଗଭୀର ଧ୍ୟାନରେ ଅଧ୍ୟୟନ କରିଥିଲେ, କିନ୍ତୁ ସେ କେବେ ବି ନିଜର ଜ୍ଞାନର ଅପବ୍ୟବହାର କରିନଥିଲେ। ସେ ଧନ ଅର୍ଜନ କରିବା ପାଇଁ କେବେ ନିଜ ଜ୍ଞାନର ବ୍ୟବହାର କରିନାହାନ୍ତି। ଅତ୍ୟଧିକ ଗରିବ ହୋଇଥିଲେ ମଧ୍ୟ ସେ ଭିକ ମାଗି ନିଜର ରୋଜଗାର କରୁଥିଲେ। ଦିନେ ବ୍ରାହ୍ମଣ ଗୋଟିଏ ଜଙ୍ଗଲ ଦେଇ ଯାଉଥିଲେ ଏବଂ ଚାଲିବା ସମୟରେ ସେ ଏକ ଅତି ପ୍ରାଚୀନ ଗଛ ନିକଟରେ ପହଞ୍ଚିଥିଲେ। ସେ ଦେଖିଲେ ସେହି ଗଛ ଉପରେ ତିନୋଟି ଭୟଙ୍କର ପିଶାଚ ଠିଆ ହୋଇଛନ୍ତି। ଏହି ତିନି ଜଣ ସେହି ଜଙ୍ଗଲ ଦେଇ ଯାଉଥିବା ମଣିଷମାନଙ୍କୁ ଭକ୍ଷଣ କରୁଥିଲେ। ଯଦି କୌଣସି ମଣିଷ ସେହି ପଥରେ ଯାଉଥିଲେ, ସେମାନେ ତାଙ୍କୁ ଧରି ଖାଇଯାଉଥିଲେ। ପିଶାଚ ହୋଇଥିବା ହେତୁ ତାଙ୍କ ଭିତରେ ଧର୍ମ କୌଣସି ଚିହ୍ନ ନଥିଲା। ସେ ଅତ୍ୟନ୍ତ ପାପୀ ଏବଂ ଦୁଷ୍ଟ ଥିଲେ। ସେ କାହା ପ୍ରତି ଦୟା ଦେଖାଉନଥିଲେ। ଯେତେବେଳେ ସେ ବ୍ରାହ୍ମଣ ସେ ଗଛ ନିକଟକୁ ଆସନ୍ତି, ସେଠାରେ ଥିବା ପିଶାଚମାନେ ପରସ୍ପରକୁ କହିବା ଆରମ୍ଭ କରନ୍ତି, ଦେଖ ଭାଇ, ଆଜି ଆମ ପାଇଁ ତାଜା ଖାଦ୍ୟ ଆସୁଛି। ସର୍ବପ୍ରଥମେ ମୁଁ ଏହି ବ୍ରାହ୍ମଣକୁ ଖାଇବି। ଏହାର ମାଂସ ବହୁତ ସ୍ୱାଦିଷ୍ଟ ଥିବ। ଏ ଜାତିରେ ବ୍ରାହ୍ମଣ ନିଶ୍ଚିତ ଭାବରେ କେବଳ ସାତ୍ୱିକ ଖାଦ୍ୟ ଖାଉଥିବ। ତା ଶରୀରରେ କୌଣସି ପ୍ରକାର ରୋଗ କିମ୍ବା ପୋକ ନଥିବ, ତେଣୁ ତାର ମାଂସ ଖାଇବାରେ ବହୁତ ଆନନ୍ଦ ମିଳିବ। ଯେତେବେଳେ ବ୍ରାହ୍ମଣ ସେମାନଙ୍କୁ ଦେଖିଲେ, ସେ ଆଦୌ ଡରି ନଥିଲେ। ବ୍ରାହ୍ମଣ ଭଗବାନ ବିଷ୍ଣୁଙ୍କୁ ଜଣେ ମହାନ ଭକ୍ତ ଥିଲେ। ସେ ସର୍ବଦା ଶ୍ରୀହରିଙ୍କ ନାମ ଜପ କରୁଥିଲେ, ସେଥିପାଇଁ ସେ କାହାକୁ ଭୟ ବି କରୁନଥିଲେ। ତେଣୁ ପିଶାଚମାନଙ୍କୁ ଦେଖି ସେ ଭୟଭୀତ ନ ହୋଇ ସେମାନଙ୍କୁ ସମ୍ମାନ ଦେଇ କହିଲେ, ନମସ୍କାର ପିଶାଚମାନେ। ଏହି ବ୍ରାହ୍ମଣଙ୍କର ଏପରି ଅଦ୍ଭୁତ ଆଚରଣ ଦେଖି ପିଶାଚମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଲେ, ମହାତ୍ମା, ତୁମେ କିଏ ଏବଂ ତୁମେ କାହିଁକି ଏ ଜଙ୍ଗଲରେ ଏକୁଟିଆ ବୁଲୁଛ? ଆମକୁ ଦେଖିବା ପରେ ମଧ୍ୟ ତୁମେ ସାମାନ୍ୟ ଭୟ ଅନୁଭବ କରୁନାହଁ? ଆମକୁ ଦେଖିବା ପରେ ବହୁତ ସାହସୀ ଯୋଦ୍ଧା ମଧ୍ୟ ଭୟରେ କମ୍ପିତ ହୋଇଯାଆନ୍ତି। ଆମକୁ ଦେଖିବା ପରେ ସେମାନେ ଭୟଭୀତ ହୋଇ ଦୌଡ଼ି ପଳାନ୍ତି, କିନ୍ତୁ ଆପଣଙ୍କ ମନରେ କୌଣସି ପ୍ରକାରର ଭୟ ନାହିଁ।
तुम संगतरे आसिबा परे आमर भोक मध्य चलीगला जेबे कि आमे तुमको खाद्य भाव में कल्पना करी खुशी होइतिलु एवं तुमको खाइबाकू जाउथुलु। तापरे से मो ब्राह्मण मध्य कहती तुमे पिशाच मु तुमको आदौ भय करे नहीं कारण मु जाने जे भगवान सर्वदा मो सहित अछंती एवं तांको इच्छा बिना गछरे गोटे पत्र मध्य हले नहीं। जदि मोर मृत्यु तुम पिशाच द्वारा घटिबाकू जाउची तेबे मु मध्य याकू खुशी रे ग्रहण करूची। मो भाग्य रे भगवान जहाँ लिखिचंती मु ताको ग्रहण करूची। जदि तुमे मते खाई संतुष्ट हुओ तेबे मु एहाकू मोर भाग्य बोली विवेचना करिबी। एही दुनियार प्रत्येक जीव को सुख प्रदान करिबा एवं संतुष्ट करिबा प्रत्येक मनुष्यर कर्तव्य। तापरे पिशाच मध्य भगवान द्वारा सृष्टि होइचंती तेबे मु आपणको किपरि भय करि परिबे। ब्राह्मणकर एपरी कथा शुणी समस्त पिशाच आश्चर्य हो ब्राह्मण को कहबाकू लागिले हे ब्राह्मण देवता आपणकर कथा बहुत सुंदर एवं आमे केवल शुणिबा द्वारा संतुष्ट हो गलु। आमे आपण को खाइबु नहीं दयाकरी आमको कहतु आपण किए एवं केउ कारणरू आपण एही जंगल रे बुलुछंती। ब्राह्मण कहती हे पिशाचगण मोर नाम देव शर्मा मु प्रभुंकर उपासना करिबा पई एही जंगल रे एक उपयुक्त स्थान खोजुथुली किंतु तुम मानकु देखि लागुची जे तुम माने बहुत असुविधा रे पड़िछ। मते कुह काहेकि तुमको एक पिशाच हेबाकू पड़िला। जदि मु तुम मानकु कौनसी प्रकार साहाय्य करि परिबे तेबे मु मोर सामर्थ्य अनुसार तुमको निश्चित भाव में साहाय्य करिबी। ब्राह्मणकर कथा शुणी समस्त पिशाच स्थिर होई कहिबाकू लागिले हे द्विज श्रेष्ठ आमे आपणको बारंबार अभिवादन कर जणाउछु। आमे आमर पाप कर्म जोगु फल भोगुछु। आमे आमर पितृपुरुष को अपमानित करिछु सेतिपाई आमे एही पिशाच जनी रे जन्म पाइछु। आमे जाणु नाहु ए पिशाच शरीर केबे मुक्ति पाइबु। आमे मनीष थिला बेले अनेक पाप करिथिलु पिशाच हबा परे आमे अगणित पाप करुछु। आमे केते निरीह मनीष और पशु को हत्या करुछु तांकु मारुछु एवं खाउछु सेतिपाई आमे भाबुछु जे ए जनीरु आमे केबे भी मुक्ति लाभ पाइबु नाही। तापरे ब्राह्मण माने कहंती पिशाचगण मु तुम मानकर यंत्रणा बुझी पारुछि दयाकरी मते कहंतु मु किपरि आपनको मुक्त करि परिबी। मु मध्य देश रे वास करुथिबा देवशर्मा ब्राह्मण मु अनेक तपस्या एवं उपवास करि सारिछि तेणु जदि तुम मानकर मुक्ति पाई किछि व्रत उपवास अछि तेबे दयाकरी मते कहंतु मु निश्चित भाव में यह करने को चेष्टा करी। ब्राह्मण कथा शुणिबा परे से पिशाच बुझंती एही ब्राह्मण आम मानकर निज पुओ एवं पिशाच माने हेउचंती से ब्राह्मणकर महान पूर्वज जे पापकर्म हेतु पिशाच पालटि जाइछंती। से माने हेले आमे सबुबेले मैला पोशाक पिंधुथिले कहिले आमे सबुबेले मैला पोशाक पिंधुथिले मैला पोशाक पिंधि खाद्य खाउथिले पूजापाठ इत्यादि करुनथुले आमे सर्वदा वर्ज्य वस्तु सेवन करुथिले सेथिपाई आमे दुर्भाग्यर सम्मुखीन होइछु। आमे उलग्न स्नान करिथिलु जे कारणरू आम पूर्वपुरुष आम उपरे क्रोधित होउथिले आमे आमर पितृपुरुष कदापि खाद्य अर्पण करुनथुलु सेथिपाई मृत्यु परे आमको प्रेत होबाकू पड़िला। तुमे आमर निज वंश आमे तुमर पूर्वज भगवान कृपारु से तुमको आम पाखक पठाई छटी। वर्तमान आमे निश्चित जे आमको मुक्ति करिया को तुमे आसीच। हे पुत्र तुमे वर्तमान जाई आमर मुक्ति पाई चेष्टा कर। निज पूर्वपुरुष एपरी अवस्था देखि ब्राह्मण अत्यंत दुखी होई भाबिबाकू लागिले जे निज पूर्वपुरुषंकर परित्राण पाई कर्म करिबा प्रत्येक मनुष्यर कर्तव्य अटे। से ब्राह्मण पिशाच मानंकु एक प्रतिज्ञा करी कहंती हे प्रिय प्रेतगण मु निश्चित भाव में तुमर मुक्ति पाई पदक्षेप नेबी। तापरे से ब्राह्मण मुनि अगस्त्य निकट को जाई पितृपुरुषंकर मुक्ति उपाय पचारती। मुनि अगस्त्य कहिले जे पूर्वपुरुषंकर परित्राण पाई तर्पण श्राद्ध पिंडदान दान इत्यादि रीतिनीति विषय ब्राह्मण को कहिथिले। ब्राह्मण पवित्र नदी कूल जाई निजर पूर्वजों मुक्ति पाई मुनि अगस्त्य द्वारा दिया जाइथिबा समस्त कार्य करती। से प्रथमे नदी रे पवित्र जल रे तर्पण करती तापरे नदी कूल रे बसी पिंडदान करती एवं निज शक्ति अनुसार जहाँ किछि दान करती। यापरे से ब्राह्मण कर्म माध्यम से समस्त पिशाच को मुक्ति लाभ करी स्वर्ग आड़ को चली जाती। तापरे धर्मराज देवर्षि नारद को कहती हे देवर्षि सेथिपाई जड़े व्यक्ति कदापि मैला और गंधिया पोशाक पिंधिबा उचित नुहे। से कदापि मैला खाद्य खाइबा उचित नुहे। भूमि रे पड़ी जाइथिबा अन्य मानक द्वारा डेइथिबा एवं आहार काहार अइठा खाद्य खाइबा उचित नुहे।
ଦେବ ବା ପିତୃଲୋକଙ୍କୁ ଭୋଗ ନ ଦେଇ ଖାଇଥିବା ଖାଦ୍ୟ ହେଉଛି ଅପଚୟ ଖାଦ୍ୟ। ବର୍ତ୍ତମାନ ମୁଁ ଆପଣଙ୍କୁ ସେହି ମୃତ ବ୍ୟକ୍ତିର ବସ୍ତୁଗୁଡ଼ିକ ବିଷୟରେ କହୁଛି ଯାହା କୌଣସି ବ୍ୟକ୍ତି ବ୍ୟବହାର କରିବା ଉଚିତ ନୁହେଁ। ମୃତ୍ୟୁ ପରେ ସେ ଆତ୍ମାର ସେହି ବସ୍ତୁ ସହିତ ଥିବା ମୋହ ଦ୍ୱାରା ଦୂର ହୁଏ ନାହିଁ। ସେ ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ସାଂସାରିକ ମୋହ ଭୌତିକ ସୁଖକୁ ଛାଡ଼ି ନିଜକୁ ଭଗବାନଙ୍କ ଚରଣରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ନ କରେ ସେ ପର୍ଯ୍ୟନ୍ତ ବିଭିନ୍ନ ଜନିରେ ଜନ୍ମ ନେଇ ସଂସାରରେ ବୁଲୁଥାଏ। ବେଳେବେଳେ ମଣିଷ ଏହି ସାଂସାରିକ ମୋହ ଏତେ ଅଧିକ ଯେ ମୃତ୍ୟୁ ପରେ ବି ସେ ପ୍ରେତ ରୂପ ଧାରଣ କରନ୍ତି ଏବଂ ମର୍ତ୍ତ୍ୟରେ ରହିଥାନ୍ତି। ଯଦି ଜଣେ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୁଏ ତେବେ ସେ ମଧ୍ୟ ପ୍ରେତ ଜନିରେ ଜନ୍ମ ନିଏ। ତେବେ ସେ ପ୍ରେତ ଜନିରେ ପ୍ରବେଶ କରେ ଏବଂ ନିଜର ପରିବାର ସଦସ୍ୟଙ୍କୁ ଆଘାତ ଦେବା ଆରମ୍ଭ କରେ। ଅନେକ ଥର ଲୋକମାନେ ନିଜ ମୃତ ସମ୍ପର୍କୀୟଙ୍କ ବସ୍ତୁ ସେମାନଙ୍କ ସ୍ମୃତିରେ ରଖନ୍ତି କିମ୍ବା ସେହି ବସ୍ତୁକୁ ବ୍ୟବହାର କରିବା ଆରମ୍ଭ କରନ୍ତି। କିନ୍ତୁ ମଣିଷକୁ ମୃତ ବ୍ୟକ୍ତିଙ୍କର କିଛି ବସ୍ତୁ ବ୍ୟବହାର କରିବା ଉଚିତ ନୁହେଁ, କାରଣ ସେହି ବସ୍ତୁଗୁଡ଼ିକରେ ସେହି ମୃତ ବ୍ୟକ୍ତିର ଉର୍ଜା ଜଡ଼ିତ ହୋଇ ରହିଥାଏ। ମୃତ ବ୍ୟକ୍ତି ସେହି ବସ୍ତୁଗୁଡ଼ିକ ସହିତ ଅତ୍ୟଧିକ ଜଡ଼ିତ ହେବାରୁ ସେ ମୃତ୍ୟୁ ପରେ ବି ସେହି ବସ୍ତୁଗୁଡ଼ିକ ସହିତ ଜଡ଼ିତ ହୋଇ ରହିଥାନ୍ତି। ତେଣୁ ଯଦି କେହି ବସ୍ତୁଗୁଡ଼ିକ ବ୍ୟବହାର କରନ୍ତି ତେବେ ଅନେକ ସମସ୍ୟାର ସାମ୍ନା ହେବାକୁ ପଡ଼ିଥାଏ। ସେହି ମୃତ ଆତ୍ମା ମଣିଷକୁ ଅନେକ ଉପାୟରେ କଷ୍ଟ ଦେବା ଆରମ୍ଭ କରନ୍ତି। ସେଥିପାଇଁ କୌଣସି ମୃତ ମଣିଷ ବ୍ୟକ୍ତିଙ୍କର ବସ୍ତୁ ବ୍ୟବହାର କରିବା ଉଚିତ ନୁହେଁ। ଯଦି ମନୁଷ୍ୟ ଚାହେଁ ସେହି ବସ୍ତୁଗୁଡ଼ିକ ସୁରକ୍ଷିତ ଭାବେ ନିଜ ଘରେ ରଖିପାରିବ କିମ୍ବା ନଦୀ ଜଳରେ ବିସର୍ଜନ କରିପାରିବ, କିନ୍ତୁ ଭୁଲରେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ। ଯଦି ସେହି ମୃତ ବ୍ୟକ୍ତିଙ୍କ ଶାନ୍ତି ପାଇଁ ସେ ବ୍ୟକ୍ତିଙ୍କ ପ୍ରିୟ ବସ୍ତୁ ଦାନ କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ପ୍ରଥମ କଥା ହେଉଛି ମୃତ ବ୍ୟକ୍ତିଙ୍କ ପୋଷାକ। ମୃତ ବ୍ୟକ୍ତିଙ୍କ ପୋଷାକ କେବେ ବି ବ୍ୟବହାର କରାଯିବା ଉଚିତ ନୁହେଁ। ସେଗୁଡ଼ିକ ପିନ୍ଧିବା ମଧ୍ୟ ଉଚିତ ନୁହେଁ। ଏହା କରିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମା ମନୁଷ୍ୟ ସହିତ ଯୋଡ଼ି ହୋଇଥାଏ, ଯେଉଁ କାରଣରୁ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ହୋଇଯାଏ। ସେହି ବ୍ୟକ୍ତି ତାଙ୍କ ମୃତ ପରିବାରର ସଦସ୍ୟ ବହୁତ ମନେ ପକାଇ ଦୁଃଖ ଓ ସନ୍ତାପରେ ଜୀବନ କାଟୁଥାନ୍ତି। ତେଣୁ ଜଣେ ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ପୋଷାକ ସର୍ବଦା ଦାନ କରାଯିବା ଉଚିତ, ଯାହାଦ୍ୱାରା ତାଙ୍କର ଆତ୍ମା ଶାନ୍ତି ଲାଭ କରେ। ଦ୍ୱିତୀୟ କଥା ହେଉଛି ମୃତ ବ୍ୟକ୍ତିଙ୍କ ଅଳଙ୍କାର। ମୃତ ବ୍ୟକ୍ତିଙ୍କର ଅଳଙ୍କାର ମଧ୍ୟ ତାଙ୍କ ପୋଷାକ ପରି ଶକ୍ତିର ଉତ୍ସ। ଜଣେ ମୃତ ବ୍ୟକ୍ତିଙ୍କର ଅଳଙ୍କାର ସହିତ ପୋଷାକ ଠାରୁ ଗୁଣ ଅଧିକ, କାରଣ ପ୍ରତ୍ୟେକ ବ୍ୟକ୍ତି ନିଜର ସୁନ୍ଦର ଦେଖାଯିବା ପାଇଁ ଅଳଙ୍କାର ପିନ୍ଧନ୍ତି। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ ଏବଂ ତାଙ୍କର ଅଳଙ୍କାର ଅନ୍ୟ କେହି ପିନ୍ଧନ୍ତି ତେବେ ମୃତ ବ୍ୟକ୍ତିର ଆତ୍ମା ଅସହଜ ଅନୁଭବ କରିବା ଆରମ୍ଭ କରେ ଏବଂ ସେ ଆତ୍ମା ସେହି ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ। ଆତ୍ମା ମୁକ୍ତିର ପଥରେ ଯାଏ ନାହିଁ ଏବଂ ନିଜ ପରିବାରର ସଦସ୍ୟ ସହିତ ମର୍ତ୍ତ୍ୟ ଜଗତରେ ଯୋଗ ଦେଇଥାଏ। ନିଜ ପ୍ରିୟଜନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ। ତେଣୁ ଆପଣଙ୍କର ଅଳଙ୍କାର କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଜଣେ ବ୍ୟକ୍ତି ମୃତ୍ୟୁ ପରେ ତାଙ୍କର ଅଳଙ୍କାର ତରଳାଇ ଅନ୍ୟ ଅଳଙ୍କାର ବନାଇବା ଉଚିତ, ନଚେତ୍ ଏହାକୁ ମନ୍ଦିରରେ ଦାନ କରିଦେବା ଉଚିତ। ତୃତୀୟ ବସ୍ତୁ ହେଉଛି ମୃତ ବ୍ୟକ୍ତି ଜପ କରୁଥିବା ମାଳା। ଜୀବିତ ଥିଲାବେଳେ ଜଣେ ବ୍ୟକ୍ତି ତାଙ୍କ ମାଳା ମନ୍ତ୍ର ଜପ କରନ୍ତି। ତାଙ୍କ ହାତରେ ଥିବା ଗଳାରେ ବା ମାଳା ଥିବା ଜୀବନସାରାରେ ପୁଣ୍ୟର ଚାବିକାଠି ଅଟେ। ତେଣୁ ତାଙ୍କର ମୃତ୍ୟୁ ପରେ କୌଣସି ବ୍ୟକ୍ତି ତାଙ୍କର ଜପମାଳାକୁ ପିନ୍ଧିବା ଉଚିତ ନୁହେଁ। ତାକୁ ପବିତ୍ର ନଦୀରେ ଜଳରେ ପ୍ରବାହିତ କରିଦେବା ଉଚିତ। ପବିତ୍ର ନଦୀ ସମସ୍ତ ପୁଣ୍ୟ ସହିତ ମୃତ ବ୍ୟକ୍ତିକୁ ସ୍ୱର୍ଗ ଆଡ଼କୁ ପ୍ରବାହିତ କରି ନେଇଯାଏ। ଯମରାଜ କହନ୍ତି, ହେ ଦେବର୍ଷି, ମୃତ୍ୟୁ ପରେ ଜଣେ ବ୍ୟକ୍ତି କେବଳ ନିଜର ପାପ ଏବଂ ପୁଣ୍ୟକୁ ସାଙ୍ଗରେ ନେଇଯାଏ ଏବଂ ଅନ୍ୟାନ୍ୟ ସମସ୍ତ ବସ୍ତୁ ଏଠାରେ ଛାଡ଼ି ଦେଇ ଯାଇଥାଏ। ସେଥିପାଇଁ ସେ ବସ୍ତୁଗୁଡ଼ିକ ପ୍ରତି କେବେ ବି ଅତ୍ୟଧିକ ସଂଲଗ୍ନ ହେବା ଉଚିତ ନୁହେଁ। ଏହି ଉପାୟରେ ଯମରାଜ ଜଣେ ମୃତ ବ୍ୟକ୍ତିଙ୍କ ପ୍ରସଙ୍ଗରେ ନାରଦଙ୍କୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାହାଣୀ କହିଛନ୍ତି। ଆପଣଙ୍କୁ ଏହି କଥାଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଛି ତେବେ ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଜୟ ଶ୍ରୀକୃଷ୍ଣ ଲେଖନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ରହୁଛି, ନମସ୍କାର।